ଏହି ତାରିଖରେ ଖୋଲିବ ରାସନ କାର୍ଡ ପୋର୍ଟାଲ। ଯଦି ଆପଣ ବି ରାସନ କାର୍ଡରେ ନ୍ୟୁ ନାମ ଯୋଡ଼ିବା ପାଇଁ ଚାହୁଁଛନ୍ତି, ଏମିତିକି ଏଥିରେ ନୂତନ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଗଲା ବଡ଼ ଖୁସି ଖବର। ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଏକ ବଡ଼ ଘୋଷଣା। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ଏବେ ଏକ ଅପଡେଟ୍ ଆସୁଛି ରାସନ କାର୍ଡ ସମ୍ପର୍କରେ। ଶନିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ପ୍ରାୟ 4 ଲକ୍ଷ ଆୟକରଦାତା ମଧ୍ୟ ରାସନ ନେଉଥିଲେ। ତେବେ ପ୍ରକୃତ ସତ୍ୟାସତ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପୁରା ତଥ୍ୟ ସାମ୍ନାକୁ ଆସିଲେ ସେମାନଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି। ଏହାଛଡ଼ା ଦେଖନ୍ତୁ, ରାସନ କାର୍ଡ ଆବେଦନ ନେଇ ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଇକେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ପ୍ରାୟ 41 ଲକ୍ଷ ଏବେ ବି ଇକେୱାଇସି ଅପଡେଟ୍ କରିନାହାନ୍ତି। ଇକେୱାଇସି ପରେ କେତେ ଭୂତ ରାସନ କାର୍ଡଧାରୀ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ। ତେବେ ଜାଣି ରଖନ୍ତୁ, ଆପଣମାନେ ଏହା ଜାଣିଥିବେ ରାସନ କାର୍ଡ ଇକେୱାଇସି କରିବାର ଶେଷ ତାରିଖ ରହିଛି ଜାନୁଆରୀ ମାସ 31 ତାରିଖ। ଆଉ ଫେବୃଆରୀ 1ରୁ ଆପଣମାନେ ଯେଉଁମାନେ ଇକେୱାଇସି କରିନଥିବେ ସେମାନେ ମଧ୍ୟ ମାଗଣା ରାସନ ସାମଗ୍ରୀର ଲାଭ ଉଠାଇ ପାରିବେ ନାହିଁ, ଅର୍ଥାତ୍ ଏମାନଙ୍କର ନାମ ରାସନ କାର୍ଡରୁ କଟିଯିବ। ତେବେ ସେ ଇକେୱାଇସି ପ୍ରକ୍ରିୟା ସମାପ୍ତ ହେବା ପରେ ନୂତନ ରାସନ କାର୍ଡ ଆବେଦନ କରିହେବ। ଏମିତିକି ଯେଉଁମାନଙ୍କର ରାସନ କାର୍ଡ ଥିବ ସେମାନେ ମଧ୍ୟ ନୂତନ ନାମ ବି ଯୋଡ଼ି ପାରିବେ, ଯାହା ନେଇ ମଧ୍ୟ ପୋର୍ଟାଲ ଚାଲୁ ହେବ ବୋଲି ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି। ତେବେ ଆପଣ ଚାହିଁଲେ ଏହାର ୱେବସାଇଟ୍ ଭିଜିଟ୍ କରିବା ପାଇଁ, ଯାହାର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ। ତା ଛଡ଼ା ଆପଣମାନେ କେଉଁ ଜିଲ୍ଲାରୁ ଭିଡ଼ିଓ ଦେଖୁଛନ୍ତି ତାହା ନିହାତି କମେଣ୍ଟ କରି ଜଣାଇବେ।